ତେଣୁ ମାର କୃପା ଯଦି ଥାଏ, ମାର ପହଞ୍ଚ କାରଣ ଯାହା ମୁଣ୍ଡ ଉପରେ ଥାଏ ତାର କିଛି ବିପଦ ଆଉ ଆପଦ ଆସେ ନା, ଯଦି ବି ଆସେ ତା ବାଟରେ ସିଏ ପଳାଏ। ଖାଲି ଯେ ଭଗବାନ ରାମଙ୍କର ନାମକୁ ଭଜନ କରି କରି ହନୁମନ୍ତ ପଳେଇଲେ ନାଇଁ, ସେ କଥା ନୁହେଁ। ମା ଅଞ୍ଜନା କହିଥିଲା ମନୁରେ ମୋ ଗର୍ଭ ସାର୍ଥକ ହେଇନି ନା, କାହିଁକି ଲୋ ବୋଉ? ନା ଭଗବାନଙ୍କୁ ମତେ ଟିକେ ଦର୍ଶନ କରେଇ ଦେଇ ପାରିବେ, ତାହେଲେ ତୁ ମୋର ସୁଯୋଗ୍ୟ ସନ୍ତାନ। ନା ମାନେ ନା ପ୍ରଭୁଙ୍କୁ ମତେ ଟିକେ ଦର୍ଶନ କରେଇ ଦେଇ ପାରିବୁ, ନା ପ୍ରଭୁଙ୍କୁ କୋଉଠି ପାଇବି ଲୋ? ଅଞ୍ଜନାର ଆଶୀର୍ବାଦ ମୁଣ୍ଡ ଉପରେ ନେଇକିରି ହନୁମନ୍ତ ବାବା ସେଦିନ ଆସି ଋଷ୍ୟଶୃଙ୍ଗ ପର୍ବତରେ ସୁଗ୍ରୀବଙ୍କ ପାଖରେ ଆଶ୍ରୟ ନେଇଥିଲେ ଏବଂ ତାଙ୍କ ସେନା ଦଳରେ ନିଯୁକ୍ତି ନେଇଥିଲେ। ପରମ ବୃକ୍ଷରେ ରଘୁନାଥଙ୍କର ଦର୍ଶନ ମଧ୍ୟ ହେଇଛି, ଆଉ ମା ପାଖକୁ ନେଇକି ଯାଇଛନ୍ତି। ସେଥିପାଇଁ ଠାକୁର ଗୋଟିଏ ଧାଡ଼ି କୁହନ୍ତି, ଜନନୀ ସେ ଦିନେ ପାଇବୁ ଜନକ ଯାଇଛନ୍ତି ଜନକ ସନକ। ଜନନୀ ସେ ଦିନେ ପାଇବୁ ଜନକ ଯାଇଛନ୍ତି ଜନକ ସନକ। ମାର ଆଶୀର୍ବାଦ ଯଦି ଥାଏ, ତାର ବାପର ଆଶୀର୍ବାଦ ଜବରଦସ୍ତ ମୁଣ୍ଡ ଉପରେ। ଏ ସାନ ଠାକୁର ଜାନକୀଙ୍କର କୃପାରୂପକ ଦୃଷ୍ଟିଟା ଏ ଶାଗୁଣା ଉପରେ ପଡ଼ିଯାଇଛି ତ, ସେଥିପାଇଁ ବଞ୍ଚିତ ଅଛି ଆପଣଙ୍କ ଦର୍ଶନ କରିବା। ଜନନୀ ସେବିଲେ ପାଇବୁ ଜନକ। ତେଣୁ ଜନକକୁ ଅପେକ୍ଷା କରିକି ଥିଲି, ବାପାକୁ ଅପେକ୍ଷା କରିକି ଥିଲି। ହେ ରଘୁନାଥ, ଜନମ ଜନମ ମୁନି ଯତନ କରାଇ ରାମ ଜୟ